पूरा कप मान आज भाई जहाँ परिश्रम मेटी गला आज चाइना रोई नंबर 3 2टा धर सारा मोरी आखि आगे आगुरी तो जहाँ धरती धरता 3 नंबर गोटा माछ पड़गला कि कौन चाइना रोई हाँ देखा देखा माछटा देखा टे आम दर्शक मैंने देखिए ना से माछटा सबू माने लोक टे देखिए ना नखा देले पूरा पशिगला जाऊ सबू 500-600 भाया हे रहस्य कौन हेलो हाय नमस्ते भल था समस्ते सांग मैंने पहुँच गलु आम गाँ नई मुंडे पानी पशुचे ए नाल भितर को प्रथम बढ़ी पानी जो प्रथम मजा मछुआरी भाई मैंने कौन आम गाँव भल लोक मैंने माछ धर सी जो मजा संपूर्ण निरा चलतु बुलवा देखा आम नईकूल केमी माछ धर भाई मैंने आ मजा नौ से प्रथम बढ़ी पानी से प्रथम बढ़ी पानी दृश्य उपभोग करवा यही धोया अंचल चलतु जाल दिया नखा जाल पोलुओ धरिकी भाई मैंने ठिया पोलुओ मड़ेबे हाँ सी गोटा मजा बड़ बड़ माछ मरबे आज हाँ अणु बापा ये पूरा फोपड़ा जाल धरिकी रेडी हाँ आज भाई माछ खाइब आज ए पड़ब ही भाई पूरा प्रस्तुत हो गले जाल फोपड़ा हम हाँ यस ओला है पड़ो देखा जाऊ कौन होपर मुंड नखा जाल बसी से गली मुंड फांका अच्छी से पटे जदि माछ बाहरिक आइले ताहले एठी पड़े माछ भाई पइलानी किसी ना पड़ी नहीं पइलानी है कौन बेग फक पकलानी कौच ना माछ बंची बेग भर बाड़े है पड़ला ना सी भी भाई तार पोल खसीगला माछ मारिक पलैला बाड़े हाँ ये जो बढ़ी पानी मजा ये जो माछ धरवा है भाई पोपाला दिह जाले भाई गोटा बड़ माछ धर आम गोटा मोबाइल धरीचु मैंने आज भिजुआल करुचु मैंने निश्चित गोटा माछ पड़ सार जा देखिए जीवु ना ना एथर भी पड़ी नहीं पशिला पानी केतबेले एपटू सकाळे संध्या बुर्साना ब्राह्मण पुओ हेले भी तांकर माछ धरिबारे भारी गोटा शौक तेणु से माछ धरवाई दौड़ी पलि कहले से रोषे भी करती राजमिस्त्री कहले ना माछ आज धर भाई माछ धरल माछ 2 किलो भला धरती ओरे है 2 किलो भला कौन नखा जाल ना नखा जाल पड़ी नखा जाल ओहो से जो तल पटटा बुर्साना जाल नहीं कि जो सोलो भासुच अतर को जीवा 2 किलो माने कौन बालिया ना भाग बालिया 2 किलो धरत आ तो बालिया 2 किलो धरल किंतु मु मिस करदेली से बालिया भिडियोटा मु करि पाइलनी बालिया अछि अतर को जीवा अदूर जीवा अच्छा कोडी घर नहीं रखे बाल्टी बसी बंची जी बालिया मैंने सांगे सांगे धर देच अच्छा ठीक है देख 10 चाइना रोई चाइना रोई 10टा धर कौन पोलियो ना धरसी पड़ी बाबा देखा 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 कौन मो पुओ धरची आज अधर धरची कौन आज गोटे
ମୁଁ ତା ପାଖରେ ଥାଇ ଚାରିଟା ପୁରେଇଛି। ହଁ କ'ଣ ଧଇଲ ତମେ? ଚାଇନା ରୋହି ଏଇ ସବୁ ଚାଇନା ରୋହି ହେଇଗୁଡ଼ା ନଖା ଜାଲରେ ପଡ଼ିଗଲା ଭାଇଙ୍କର। ଏଇ ପକାଇ କ'ଣ ଭାଇ ଚାଇନା ରୋହି? ଏଇ ବଢ଼ିଆ ଆଉ ଏଇ କୂଳରେ ବି ପଡ଼ିଛି। ଇଏ ଯୋଉ ମଜା ବଢ଼ିଆ ଭାରି ମାଛ ମରୁଛନ୍ତି ଆଜି। ଚାଇନା ରୋହି ଟିକେ ବେଶୀ ମରି ଏଥର ଜଣା ପଡ଼ୁଛନ୍ତି କାହିଁ। କୂଳରେ କ'ଣ ପଇଛି ଅଧର? ବୁର୍ସାନା ଦେଖିଲା କ'ଣ ଅଧର କହିଲାନି ପୋଲରେ ପଡ଼ିଛି, ଯେ ଦୌଡ଼ିଲା ଆଉ ସମ୍ଭାଳି ହେଇପାରିଲାନି। ବାଳିଆ ଲୋକ ଟିକେ ଦେଖିବେ ନା ଆଉ। ନଖା ଦେଲେ ପୁରା ପଶିଗଲା। ଯାହା ହଉ ସବୁ 500 600 ଭଳିଆ ହେବେ ସେ। ନା ନା ଇଏ ପା ଚାଇନା ରୋହି, ଏ ମାଛ ହଉଛି ଚାଇନା ରୋହି। ଏ ସବୁ 500 600 ଭଳିଆ ପଡୁଛନ୍ତି ସବୁ। ଭଲ ସାଇଜ ଆଉ। ହଁ ବଢିଆ ମାଛ। ଭାଇ ଗାଁରେ ଯେତେବେଳେ ବଢି ପାଣି ପଶେ, ସ୍ପେଶାଲି ଧୋଇଆ ଅଞ୍ଚଳରେ, ଧୋଇଆ ଅଞ୍ଚଳ ବାଲା ତ ଯେତେ ବଢି ପାଣି ହଉ ଭୟ କରନ୍ତିନି। ବନ୍ଧୁଆ ଅଞ୍ଚଳ ଲୋକ ଟିକେ ଭୟ କରନ୍ତି, କାହିଁକିନା ସେ ପାଣିକି ଦେଖନ୍ତି ଅବଶ୍ୟ ବନ୍ଧ ଉପରୁ, ପାଣି ଭିତରେ ଅନୁଭୂତିଟା ତାଙ୍କର ଟିକେ ବହୁତ କମ୍। ଧୋଇଆ ବାଲା କ'ଣ ସେ ବର୍ଷରେ ଯାହାହେଲେ କମ୍ପଲସରି ଥରେ ବଢି ପାଣି ହୁଏ, ତେଣୁ ଧୋଇଆ ବାଲା ଭୟ କରନ୍ତିନି ବଢି ପାଣି ଦେଖି। ତେଣୁ ଯେତେବେଳେ ବଢି ପାଣି ଯେତେବେଳେ ଆମ ଗାଁରେ ପଶେ, ସେ ବଢି ପାଣିର ଦୃଶ୍ୟରେ ସେ ଯେଉଁ ମାଛ ଧରିବା ସେ ଗୋଟେ ନିଆରା। ହେଇ ଗୋଟେ କୂଳରେ ଭାଇର ମାଛ ପଡ଼ିଲା, ଟିକେ ରୁହ। କ'ଣ ବୁଝିଛ ନା? ଚାଇନା ରୋହି ମୁଁ ଏ ଜଷ୍ଟ ଟିକେ ଆଗରୁ କହୁଥିଲି, ବୁର୍ସାନା ବ୍ରାହ୍ମଣ ପିଲା ହେଲେ ମାଛ ଧରିବାର ତାଙ୍କର ଗୋଟା ସଉକ। ସେ ଗୋଟା ରୋଷେଇଆ ରାଜମିସ୍ତ୍ରୀ। ହେ ଧରିଦେଲେ ବୁର୍ସାନା। ଏ ତାଳି ବୁର୍ସାନା ପୁଣି ଗୋଟା ଚାଇନା ରୋହି। ଆଜି ଖାଲି ବୁର୍ସାନା ଆଜି ଆଉ ମାନେ ମାଛ ଆଜି ଖାଲି ବାଳିଆ ଚାଇନା ରୋହି ଆଜି ପୁରା ଜମିଲା ଆଜି। ଏ ଧୋଇଆରେ ଯୋଉ ମାଛ ଧରିବା ଯୋଉ ପୋଳୁଅରେ ବୁର୍ସାନା ପୁରା ଓକେ। ଏଇ ଚାଇନା ରୋହି ଧରିଦେଲେ ବୁର୍ସାନା। କମ୍ପିଲେ ଆଜି ବୁର୍ସାନା। ଆଜି ବାମୁଣ ପୁଅ ଆଜି ଖାଲି ମାଛ ତରକାରୀ ଖାଇବ। ଗୋଟା ମାଛ ପଡ଼ିଗଲା। ଏଟା କି କ'ଣ ଚାଇନା ରୋହି? ହଁ ଦେଖା ଦେଖା ମାଛଟା ଦେଖା ଟିକେ। ଆମ ଦର୍ଶକ ମାନେ ଦେଖିବେ ନା ସେ ମାଛଟା। ସବୁ ମାନେ ସେଠି ଦେଖିଲି ମାନେ ଯୋଉ ଭଳିଆ ସବୁ 500 700 ଭଳିରେ ମାଛ। ପୁରା ମାନେ ଏଇଠି ଗୋଟା ସର୍ଟ ଭିଡ଼ିଓ କରୁଥିଲି ଏଇଖିଣି ଜଷ୍ଟ ଏବେ, ମାନେ ତା ଭିତରେ ଭିଡ଼ିଓ କରୁ କରୁ ତାଙ୍କ ମାଛ ପଡ଼ିଗଲା। ମାନେ ଭାବୁଥିବେ ଗୋଟା 10 ସେକେଣ୍ଡ 20 ସେକେଣ୍ଡ ଗୋଟେ ମାଛ ପଡ଼ୁଛି, ବୁଝିଲ ନା? ଇଏ ହେଉଛି ଧୋଇଆର ଗୋଟେ ନିଆରା ମଜା, ନିଆରା ମାଛ ଧରା, ବୁଝିଲ ନା ଭାଇ? ମାନେ ଇଏ ଗୋଟା ଖୁସି ଆନନ୍ଦ, ଇଏ ମୁହୂର୍ତ୍ତ କେବେ ବି ଆସିବନି। କାହିଁକିନା ସେଗୁଡ଼ା ସବୁ ମାନେ କେବେ ବି କାହା ଆଗରେ ଆମେ କହିପାରିବାନି। ଯିଏ ଅଙ୍ଗେ ଲିଭେଇଥିବେ ସିଏ ହିଁ ଜାଣିଥିବେ। ଇଏ ମାଛ ଧରା, ଏ ଯେଉଁ ବଢ଼ି ପାଣିର ଦୃଶ୍ୟରେ, ଇଏ ଯେଉଁ ପ୍ରଥମ ବଢ଼ି ପାଣିରେ ପ୍ରଥମ ମାଛ ଧରା, ଇଏ ମଜା ପୁରା ନିଆରା, ବୁଝିଲେ ନା? ଏ ଦେଖୁଛ ସେପଟରେ ଆଜ୍ଞା ସୁଅ ଚାଲୁଛି। ଟିକେ ଯଦି ବଡ଼ ବଢ଼ି ପାଣି ହେଲା ତାହେଲେ ଆଉ ଗୋଟେ ପ୍ରକାର ବଢ଼ିଆ ଦୃଶ୍ୟ ମୁଁ ଆପଣମାନଙ୍କୁ ଦେଖେଇବି। ମୋ ଭିଉଅର୍ସ ମାନେ ଦେଖିବେ ସବୁ। ହଁ ଭେଳାରେ ପୁରା ବୁଲାବୁଲି ହେବ, ଗାଁରେ ମାଛ ଧରା ହେଉଥିବ। ଯୋଗାଯୋଗ ବିଚ୍ଛିନ୍ନ କେଉଁଠି ହେଇଗଲା ସିଏ ଗୋଟେ ଅନ୍ୟ ରକମ ଦେଖାହେବ। ହଁ ମାଛ କି ମାଛ ପଇଲା ସେଟା ଗୋଟେ ପୋଳୁଅରେ। ଓ କ'ଣ ପଡୁଛନ୍ତି ଆଜି ମାଛ ଖାଲି 5 ମିନିଟରେ 3 ମିନିଟରେ। ଏ ପୁଅ ଦେଖିଲୁ ଦେଖିଲୁ ସେଟା କି ମାଛ? ସେ ବି ଚାଇନା ରୋହି। ଗୋଟେ ଦେଖେ ଭଲ କି ଲୋକମାନେ ଦେଖେ। ଟିକେ ତା ପେଟ ତଳୁ ଧରୁ, ତା ମୁଣ୍ଡଟା ଟିକେ ଦେଖା। ଏଠି ତ ଶୁଖିଲା ଅଛି ଯାଇପାରିବ। ହେଇ ହେଇ ପଳେଇଲା। ଟିକେ ଧ ମଝିଆ ମଝି ଧ। ଡେଉଁଛି ମାଛ ଡେଇଁଲା ମଝିଆ ମଝି ଧ। ହଁ ଦେଖାନ ଦେଖାନ ର ଟିକେ। ରେ ଓହୋ ବଢିଆ ମାଛ ସବୁ। ଭାଇର ବି ଜାଲରେ ପଡ଼ିଛି ଗୋଟେ। କ'ଣ ସେ ଚାଇନା ରୋହି? ହେ ଭାଇର ବି ଡେଇଁଲା। ହେ ଭାଇର ବି ଗୋଟା ଡେଇଁଛି ଜାଲରେ। ହଁ ଠିକ୍ ଅଛି ଭାଇ। କାଇଁ ଲାଗିଛି ଜାଲ ଉଠଉଛି ସେ, ଦେଖିବା ଆଉ। ପୁରା କ୍ୟାମେରାରେ କ୍ୟାପଚର ହେଇଗଲା ସେ ମାଛଟା, ପୁରା ଡେଇଁଲା ଯୋଉ ଷ୍ଟାଇଲରେ। ଘରେ ଯାଇକି ଦେଖିବ ମୁଁ ଡେଇଁନି, ତାହେଲେ ମଣିଷ ଆଇଛି ନାଗି ରହିଲା ନା ଅଛି, ସେ ଅଛି ସେଇ ମାଛଟା।
ସେ ରିଟର୍ନ ଯଦି ଆସିବ ପଶିଗଲା ବାଜିଲା ମାନେ ନାଗିଲା ଆଉ କ'ଣ ହେଇ ଫୋପଡ଼ା ହେଲା ସେପଟେ ଭାରି ବଢ଼ିଆ ମଜା ପାଣି ଟିକେ ସ୍ଲୋ ସ୍ଲୋ ହେଉଛି ନା କାଲି କ'ଣ ବର୍ଷା ହେଲା ଭଳିଆ ହେଇଛି ସେଇ ବର୍ଷା ପାଣିଟା ଆସିବ ଦ୍ୱିପହରକୁ ଏବେ ନୁହଁ ଛେଚିଛି ପୁରା ମୁଷଳ ଧାରାରେ କାଲି ଯେଉଁ ବର୍ଷାଟି ହେଇଛି ହଁ ସିଏ ବର୍ଷା ଆଉ କାହିଁ ପୁରା ସବୁ ଗଡ଼ିଆ ପୋଖରୀ ଜମା ହେଇଗଲା ଇଏ ନଈରେ ପାଣି ପଶିଛି ଯେତେବେଳେ ତା ଉପରେ ଆଜି ଆସିଯିବ ଦ୍ୱିପହରକୁ ଆଉ ସଞ୍ଜଳୁ ପାଣି ବଢ଼ିଯିବ କାଲି ଏପଟରେ ପୁରା ତମେ ସବୁ ପୁରା ଖାଲି ନଈରେ ବୁଡ଼ିକି ଗାଧେଇବ କାଲି ଆଉ ହଁ କାଲି ଆଉ ମାଛ ଧରି ପାରିବନି ସଞ୍ଜଳ ଜାଲ ଦେବନି ବୁଡ଼ିଯିବ ହେଲା ଶିବଲିଙ୍ଗରେ ପାଣି ଢାଳିବା ଶ୍ରାବଣ ମାସ ଅଛି ଶିବଲିଙ୍ଗରେ ଏ ଦେଖା ଦେଖା ଜାଲ ସହ ଟେକେଇ ହଁ ପୁରା ଡାଇରେକ୍ଟ ଜାଲରୁ ହେଇ ଧରଲା ମାଛଟିଏ ଚାଇନା ରୋହି ନମ୍ବର 3 2ଟା ଧରି ସାରିଥିଲା ମୋରି ଆଖି ଆଗରେ ଆଗରୁ ତ ଯାହା ଧରିଥିବ ଏଇଟା 3 ନମ୍ବର ସବୁ 400 500 ଆଉ ନାଗିଛନ୍ତି ଆରେ ଜଣା ପଡୁଛି ଫେର ନନା କ'ଣ କୋଉଠି ପକେଇଲା ନନା ଧଇଲା କି ଗଡ଼ିଆ ଫୁଲ ପାଣି ପଟର ବଡ଼ ଆକାରରେ ଢଗା ବାଳିଆ ଅଛି ଭାଇ ରମଣିଛି ଭାଇ ଢଗା ବାଳିଆ ଢଗା ବାଳିଆ ପୋଲର ମୁଁ ଟିକେ ଦୂରରୁ ଅଛି ଟିକେ ଭିଜୁଆଲ ଟିକେ ଇଏ ହଉଛି ଢଗା ବାଳିଆ ଶିବ ଫାସ ପକେଇଦେଲା ଗାଲିରେ ରସି ପୁରେଇକି ଆଉ ଦେ ଦେ ମାଛଟା ଟେକ୍ ଟିକେ ମାଛଟା ଟେକ୍ ଗୋଟା ଭିଡ଼ିଓ ହଉ ଢଗା ବାଳିଆ ଧରୁଛୁ ଆଜି ହାଏ ପୁରା କପ ମାରା ଦିଶି ଭାଇ ଯାହା ପରିଶ୍ରମ ମେଣ୍ଟିଗଲା ଆଜି ପାଣିରେ ପଶୁଛି ଛୋଟ ଚୁହାଙ୍ଗ ଭଳିଆ ହଉଛି ଚିଣ୍ଟୁଛନ୍ତି ଭାରି ଖୁସି ନାଗୁଛି ତାକୁ ଆଉ ସୁଅ ଚାଲିଛି ଦେଖୁଛି କେତେ ଜୋର ସାଙ୍ଗମାନେ ଇଏ ଥିଲା ଆମ ଗାଁର ପ୍ରଥମ ଯେଉଁ ବନ୍ୟା ଜଳରେ ପ୍ରଥମ ମାଛ ଧରା ତେଣୁ ଆଗକୁ ଯିବା ପୁଣି ଭେଟିବା କିଛି ନୂଆ ନୂଆ ମଜା ମଜା ଭିଡ଼ିଓରେ ଚାଲନ୍ତୁ ବାଇ ବାଇ।